ନ୍ୟାସନାଲ୍ ସ୍କଲାରସିପ୍ ଏବଂ ଷ୍ଟେଟ୍ ସ୍କଲାରସିପ୍ର ପିଲାମାନଙ୍କ ପାଖକୁ ଟଙ୍କା ଆସିଲାଣି। କେଉଁମାନଙ୍କ ପାଖକୁ ସବୁ ଆସିଛି, କେଉଁମାନଙ୍କ ପାଖକୁ ଆସିନାହିଁ ଏବଂ ଯେଉଁମାନଙ୍କର ଆସିନାହିଁ ଆସିବ କି ନାହିଁ କେମିତି ଜାଣିବେ, ସବୁକିଛି ଡିଟେଲ୍ସ ଆମେ ଏଠାରେ କଥା ହେବା। ନିଶ୍ଚିତ ଭାବରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖୁଥାନ୍ତୁ। नमस्कार दोस्तों, इस वीडियो को लाइक करें, हमारे चैनल को सब्सक्राइब करें, इस घंटी के आइकन को दबाएं, ऑल सेलेक्ट करें हमारी सभी वीडियो सबसे पहले देखने के लिए। ପିଲାମାନଙ୍କ ପାଖକୁ ଫେବୃଆରୀ ଫାର୍ଷ୍ଟ ୱିକ୍ରୁ ପଇସା ଆସିଲାଣି। ଠିକ୍ ଅଛି। ଷ୍ଟେଟ୍ ସ୍କଲାରସିପ୍ରେ 13,000 ଏବଂ ନ୍ୟାସନାଲ୍ ସ୍କଲାରସିପ୍ରେ କାହାକୁ 12,000 ତ କାହାକୁ 20,000, ଯାହା ବି ଇଲିଜିବିଲିଟି ଅନୁସାରେ ବା କୋର୍ସ ଅନୁସାରେ ମିଳୁଛି। ତ କିଛି ପିଲାଙ୍କର କ'ଣ ହେଉଛି ନା ଆପ୍ଲିକେସନ୍ ରିଜେକ୍ଟ ହେଇଯାଉଛି ବା ରିଭୋଟ୍ ହେଇଯାଉଛି, ସେମାନେ ଜାଣିପାରୁନାହାନ୍ତି। ରିଭୋଟ୍ ହେଲେ ତୁମେ ଚେକ୍ କର ନିଜର ID ପାସୱାର୍ଡ଼ ଦେଇକି ଲଗ୍ଇନ୍ କରିକି ୱେବସାଇଟ୍ରେ ତୁମର ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍ ହେଉ କିମ୍ବା ନ୍ୟାସନାଲ୍ ସ୍କଲାରସିପ୍ ପୋର୍ଟାଲ୍ ହେଉ, ସେଥିରେ ଯାଇକି ଲଗ୍ଇନ୍ କରିକି ଚେକ୍ କର। ଯଦି ରିଭୋଟ୍ ହେଉଛି ତାହେଲେ ରିଆପ୍ଲାଏ କର। ଯଦି ରିଆପ୍ଲାଏ ନ କରୁଛ ତାହେଲେ ତୁମର କ୍ୟାନସଲ୍ ହେଇଯିବ, ପାଇବନି। ରିଭୋଟ୍ କ'ଣ ପାଇଁ ହୁଏ ନା ଡକୁମେଣ୍ଟ କୌଣସି ଭୁଲ ରହିଥାଏ, ସେଥିପାଇଁ ଡରିବାର କିଛି ନାହିଁ। ପୁଣି ଆଉ ଥରେ ଅନଲାଇନ୍ରେ ଆପ୍ଲାଏ କରିଦେବ। କୌଣସି ଡକୁମେଣ୍ଟ ସବମିଟ୍ କରିବା ଅଫଲାଇନ୍ରେ ଦରକାର ନାହିଁ। ତାପରେ ଦେଖ, ଯେଉଁମାନଙ୍କ ପାଖର ଷ୍ଟେଟ୍ ସ୍କଲାରସିପ୍ ହେଉ ବା ନ୍ୟାସନାଲ୍ ହେଉ, ଇନଷ୍ଟିଚ୍ୟୁଟ୍ ଭେରିଫିକେସନ୍ ହେଇଯାଇଛି, ତାହେଲେ ତୁମର ଗୋଟେ ଚାନ୍ସ ମିଳୁଛି, ମାନେ ଆସିଯାଉଛି କି ସ୍କଲାରସିପ୍ ମିଳିବାର। ଠିକ୍ ଅଛି, ବା ତୁମର ସ୍କଲାରସିପ୍ ମିଳିବ ବୋଲି ଟିକେ ସ୍ପଷ୍ଟ ହେଇପାରୁଛ। ତ ଇନଷ୍ଟିଚ୍ୟୁଟ୍ ଭେରିଫିକେସନ୍ ପରେ ଡିଷ୍ଟ୍ରିକ୍ଟ ଲେଭେଲ୍ ଭେରିଫିକେସନ୍ ହେବ। ଠିକ୍ ଅଛି, ସେଠି ଯଦି ବି ଆପ୍ରୁଭ୍ ହେଇଯାଉଛି ତାହେଲେ ତୁମକୁ ସାଙ୍ଗସନ୍ ହେଇଯିବାର ବହୁତ ହି ଚାନ୍ସ ରହିଛି। ଠିକ୍ ଅଛି। ଷ୍ଟେଟ୍ ସ୍କଲାରସିପ୍ରେ ସମସ୍ତଙ୍କୁ ପଇସା ମିଳିଯିବାର ବହୁତ ଚାନ୍ସ। ନ୍ୟାସନାଲ୍ ସ୍କଲାରସିପ୍ରେ ତୁମର ଯେଉଁମାନେ ସବୁ ଇଲିଜିବୁଲ୍ ଥିବେ ସେମାନଙ୍କୁ କେବଳ ମିଳିବ। ଠିକ୍ ଅଛି, ମେରିଟିୟସ୍ ଷ୍ଟୁଡେଣ୍ଟମାନଙ୍କୁ ମିଳିବ। ଠିକ୍ ଅଛି, ଯେଉଁମାନେ ସବୁ ଇଲିଜିବୁଲ୍ ଥିବେ। ତ ଯାହା ବି ହେଉ, ଷ୍ଟେଟ୍ ସ୍କଲାରସିପ୍ ହେଉ ବା ନ୍ୟାସନାଲ୍ ସ୍କଲାରସିପ୍ ହେଉ, ଯେଉଁମାନେ ସବୁ ଇଲିଜିବୁଲ୍ ଅଛ, ଆପ୍ଲାଏ କରିଛ, ତ ନିଶ୍ଚିତ ଭାବରେ ନିଜର ଷ୍ଟାଟସ୍ ଚେକ୍ କର। ଠିକ୍ ଅଛି, ଯଦି ଇନଷ୍ଟିଟ୍ୟୁସନ୍ ଭେରିଫିକେସନ୍ ହେଇଯାଇଛି ବା ଡିଷ୍ଟ୍ରିକ୍ଟ ଭେରିଫିକେସନ୍ ହେଇଯାଇଛି, ଠିକ୍ ଅଛି, ବା ଷ୍ଟେଟ୍ ଲେଭେଲ୍ର ଭେରିଫିକେସନ୍ ହେଇଯାଇଛି, ତାହେଲେ ତୁମର କିଛି ଡରିବାର ନାହିଁ। ୱେଟ୍ କର, ଆରାମସେ ଟଙ୍କା ଆସିଯିବ। ଠିକ୍ ଅଛି, ପିଲାଙ୍କୁ ଆସିବା ଷ୍ଟାର୍ଟ ହେଲାଣି। ଯେଉଁମାନଙ୍କର ବି ଆସିଛି କମେଣ୍ଟ ବକ୍ସରେ ଆସିଛି ବୋଲି ଲେଖିଦିଅ। ଯେଉଁମାନଙ୍କର ଆସିନାହିଁ କମେଣ୍ଟ ବକ୍ସରେ ଆସିନାହିଁ ବୋଲି ମେନସନ୍ କରିଦିଅ। ଠିକ୍ ଅଛି, କାହାକୁ କେତେ ଟଙ୍କା ମିଳିଛି କେଉଁ ସ୍କଲାରସିପ୍ରେ ସେଗୁଡ଼ାକ ବି ମେନସନ୍ କରିଦେବ। ରହିଲି, ନମସ୍କାର, ଜୟ ଜଗନ୍ନାଥ।